ମୋର ପ୍ରିୟ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣ ପ୍ରାୟ ବହୁତ ଭଲରେ ଥିବେ। ତ ଦେଖନ୍ତୁ, ବର୍ତ୍ତମାନ ଆଶ୍ରମ ସ୍କୁଲରେ ନିଯୁକ୍ତି ସୁଯୋଗଟି ଆସିଲେ କି ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ସ୍କୁଲରେ ବର୍ତ୍ତମାନ ନୋଟିସଟି ଆସିଛି। ଓ ଦେଖନ୍ତୁ, ବିଭିନ୍ନ ପ୍ରକାର ପୋଷ୍ଟ ପାଇଁ ବର୍ତ୍ତମାନ ଭ୍ୟାକେନ୍ସି ଖାଲି ରହିଛି, ଯାହାକି ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ସ୍କୁଲରେ 11 ପ୍ରକାର ପୋଷ୍ଟ ପାଇଁ ବର୍ତ୍ତମାନ ଭ୍ୟାକେନ୍ସି ଖାଲି ରହିଛି। ଏହି ଭ୍ୟାକେନ୍ସିଟିକୁ ଉଭୟ ମହିଳା ଏବଂ ପୁରୁଷ ଉଭୟ ଆବେଦନ କରିପାରିବେ। ଅଲ୍ ଓଡ଼ିଶା କ୍ୟାଣ୍ଡିଡେଟ୍ ଏହି ଭ୍ୟାକେନ୍ସିକୁ ଆପ୍ଲାଏ କରିପାରିବେ। ତ ଯେଉଁମାନେ 8 କ୍ଲାସ୍ 10 କ୍ଲାସ୍ ଏବଂ +2 ପାସ୍ କରିଛନ୍ତି ଏବଂ +3 ବି କରିଛନ୍ତି, ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ଏଥିରେ କୌଣସି ପରୀକ୍ଷା ହେବ ନାହିଁ। ଏଥିରେ ଆପଣଙ୍କୁ ମାର୍କ ବେସିକ୍ ଦ୍ୱାରା ସିଲେକ୍ସନ୍ କରାଯିବ ଏବଂ ତା ସହିତ ଆପଣଙ୍କର ଇଣ୍ଟରଭ୍ୟୁଟି ରହୁଛି। ତ ତେବେ ଚାଲନ୍ତୁ ଦେଖିବା ଏହି ଭ୍ୟାକେନ୍ସିର ଡିଟେଲ୍ସ ଆମେ ଜାଣିନେବା। କ'ଣ ସବୁ ପୋଷ୍ଟ ପାଇଁ କେତେ କ୍ୱାଲିଫିକେସନ୍ ରହୁଛି ଏବଂ ଏଜ୍ ଲିମିଟ୍ଟି କେତେ ରହୁଛି ଏବଂ ସ୍ୟାଲେରୀ କେତେ ରହୁଛି। ତେଣୁ ଆପଣ ଭିଡ଼ିଓକୁ କମ୍ପ୍ଲିଟଲି ଦେଖିବେ। ଯଦି ଆପଣ ମୋ ଚ୍ୟାନେଲରେ ପ୍ରଥମ ଥର ଆସିଛନ୍ତି, ତାହେଲେ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରିନେବେ ଏବଂ ତା ସହିତ ବେଲ୍ ଆଇକନ୍କୁ ମଧ୍ୟ ଆପଣ ଅନ୍ କରିନେବେ। ତେବେ ଚାଲନ୍ତୁ ଦେଖିବା ଏ ନୋଟିଫିକେସନ୍ ମାଧ୍ୟମରେ ଡିଟେଲ୍ସ ଜାଣିନେବା। ତେବେ ଯେମିତିକି ଦେଖନ୍ତୁ, ଏ ନୋଟିସଟି ଯାହାକି ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ସ୍କୁଲ ତରଫରୁ ରହୁଛି। ତ ଯେମିତିକି ଦେଖନ୍ତୁ ଭ୍ୟାକେନ୍ସି ଡିଟେଲ୍ସ ସମ୍ପର୍କରେ। ତ ଦେଖନ୍ତୁ, ଭ୍ୟାକେନ୍ସି ଡିଟେଲ୍ସଟି ରହୁଛି ସୁପରିଟେଣ୍ଡେଣ୍ଟ ପୋଷ୍ଟରେ। ଦେଖନ୍ତୁ, ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଦେଖନ୍ତୁ, ଏଜ୍ଟି ରହୁଛି 21ରୁ 45 ଇୟର୍ସ ଏବଂ କ୍ୱାଲିଫିକେସନ୍ଟି ରହୁଛି ଯାହାକି PG ପୋଷ୍ଟ ଗ୍ରାଜୁଏଟ୍ କ୍ୱାଲିଫିକେସନ୍ଟି ରହୁଛି। ଯଦି ଆପଣ PG କରିଛନ୍ତି ଏବଂ ଆପଣଙ୍କର 21ରୁ 45 ରହୁଛି ଏଜ୍, ତାହେଲେ ଆପଣ ସୁପରିଟେଣ୍ଡେଣ୍ଟ ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ ଏବଂ ପାରମ ଦରମାଟି ରହୁଛି 33,100 ଟଙ୍କା ପାରମ ଦରମାଟି ରହୁଛି। କୌଣସି ପରୀକ୍ଷା ହେବ ନାହିଁ, କେବଳ ଇଣ୍ଟରଭ୍ୟୁ ଦ୍ୱାରା ଆପଣଙ୍କୁ ସିଲେକ୍ସନ୍ କରାଯିବ। ଏହାପରେ ଦେଖନ୍ତୁ, କନସେଲର ପୋଷ୍ଟ ଭ୍ୟାକେନ୍ସିରେ ଗୋଟେ ମାତ୍ର ଭ୍ୟାକେନ୍ସିଟି ରହୁଛି। ଗ୍ରାଜୁଏଟ୍ କ୍ୱାଲିଫିକେସନ୍ଟି ରହୁଛି ଏବଂ ଦରମାଟି ରହୁଛି 23,170 ପାରମ ଦରମାଟି ରହୁଛି। ଏହାପରେ ଦେଖନ୍ତୁ, ପ୍ରୋବେସନ୍ ଅଫିସର ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ତାହା ବି ମଧ୍ୟ ଗ୍ରାଜୁଏଟ୍ କ୍ୱାଲିଫିକେସନ୍ ରହୁଛି ଏବଂ BA ରହୁଛି। ଦରମାଟି ରହୁଛି 23,170 ପାରମ ଦରମା ଆପଣ ପାଇପାରିବେ ଯଦି ଆପଣ ସିଲେକ୍ସନ୍ ହେଲେ। ଏହାପରେ ଦେଖନ୍ତୁ, ଷ୍ଟୋର କିପରରେ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସିଟି ରହିଛି। କ୍ୱାଲିଫିକେସନ୍ଟି ରହୁଛି PG ବା MBA କ୍ୱାଲିଫିକେସନ୍ଟି ରହୁଛି। ଦରମାଟି ରହୁଛି 18,536 ପାରମ ଦରମା ରହୁଛି। ଏହାପରେ ଦେଖନ୍ତୁ, ହାଉସ୍ ମଦରରେ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। ଏଜ୍ ଲିମିଟ୍ରେ ସବୁ ପୋଷ୍ଟରେ ଏଜ୍ ଲିମିଟ୍ ସେମ୍ ରହୁଛି। ଦେଖନ୍ତୁ, ହାଉସ୍ ମଦରରେ କ୍ୱାଲିଫିକେସନ୍ଟି ରହୁଛି ଗ୍ରାଜୁଏଟ୍। ଦେଖନ୍ତୁ, ଦରମାଟି ରହୁଛି 14,564 ପାରମ ଦରମାଟି ରହୁଛି। ଏହାପରେ ଦେଖନ୍ତୁ, ପାରାମେଡ଼ିକାଲ ଷ୍ଟାଫ୍ରେ ଗୋଟେ ମାତ୍ର ତାହା ବି ପୋଷ୍ଟ ଭ୍ୟାକେନ୍ସି ରହୁଛି। ଦେଖନ୍ତୁ, କ୍ୱାଲିଫିକେସନ୍ଟି ରହୁଛି ଯାହାକି କମ୍ପାଉଣ୍ଡର। ଯଦି ଆପଣ ଯଦି ଫାର୍ମାସିଷ୍ଟ କରିଛନ୍ତି ଏବଂ ତା ସହିତ ଆପଣ ଯଦି ଡିପ୍ଲୋମା କରିଛନ୍ତି, ତାହେଲେ ଆପଣ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ପାରମ ଦରମାଟି ରହୁଛି 11,916 ପାରମ ଦରମାଟି ରହୁଛି। ଏହାପରେ ଦେଖନ୍ତୁ, ହାଉସ୍ କିପରରେ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଦେଖନ୍ତୁ, କ୍ୱାଲିଫିକେସନ୍ଟି ରହୁଛି ଆପଣ ଯଦି 8 କ୍ଲାସ୍ ପାସ୍ କରିଛନ୍ତି, ଯଦିଓ ଆପଣ 10 କ୍ଲାସ୍ ବି ପାସ୍ କରିଛନ୍ତି, ତାହେଲେ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ। ଅଣ୍ଡର ମେଟ୍ରିକ୍ ରହୁଛି। ଦରମାଟି ରହୁଛି 7,944 ପାରମ ଦରମା ରହୁଛି। ଏହାପରେ ଦେଖନ୍ତୁ, କୁକ୍ରେ ତାହା ବି ମଧ୍ୟ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଅଣ୍ଡର ମେଟ୍ରିକ୍ କ୍ୱାଲିଫିକେସନ୍ଟି ରହୁଛି। ପାରମ ଦରମା ରହୁଛି 9,930 ପାରମ ଦରମାଟି ରହୁଛି। ଏହାପରେ ଦେଖନ୍ତୁ, ନାଇଟ୍ ୱାଚମ୍ୟାନ୍ ପାଇଁ ଦୁଇଟି ପୋଷ୍ଟ ଭ୍ୟାକେନ୍ସିଟି ରହୁଛି। ଅଣ୍ଡର ମେଟ୍ରିକ୍ କ୍ୱାଲିଫିକେସନ୍ଟି ରହୁଛି ଏବଂ ଦରମାଟି ରହୁଛି 7,944 ପାରମ ଦରମା ରହୁଛି। ଏହାପରେ ଦେଖନ୍ତୁ, ଏଜୁକେଟର ପାଇଁ ଗୋଟେ ମାତ୍ର ପୋଷ୍ଟ ଭ୍ୟାକେନ୍ସି ରହୁଛି। କ୍ୱାଲିଫିକେସନ୍ଟି ରହୁଛି BA ବା BSc ବା BEd। ଯଦି ଆପଣ BA କରିଛନ୍ତି ବା BSc କରିଛନ୍ତି, ତାହେଲେ ଏହି ଭ୍ୟାକେନ୍ସିଟିକୁ ଆପ୍ଲାଏ କରିପାରିବେ ଏବଂ BEd ବି କରିଛନ୍ତି, ତାହେଲେ ଏହି ଭ୍ୟାକେନ୍ସିଟିକୁ ଆପଣ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଦରମାଟି 10,000 ପାରମ ଦରମା ରହୁଛି।
या पर देखंतु म्यूजिक टीचर रोची क्वालिफिकेशनटी रोची डिग्री आपण जदि डिग्री करछंती ताले आपण एई वैकेंसी को अप्लाई करि परिबे। परम दरमा रोची 10,000। या पर देखंतु योगा टीचर पई गुटे मात्र पोस्ट वैकेंसी रोची ता भी मध्य डिग्री क्वालिफिकेशनटी रोची एवं देखंतु 10,000 परम दरमाटी रोची। तो या पर देखंतु यदि आप अप्लाई करछंती अप्लाई करबा समय रे डॉक्यूमेंट्स आपनको दरकार पड़िबो। देखंतु फोटोकॉपी एवं हाई स्कूल सर्टिफिकेट आपनकर मार्कशीट आपनकर दरकार पड़िबो। या पर देखंतु 10 क्लास मार्कशीट आपनकर दरकार पड़िबो एवं +2 मार्कशीट आपनकर दरकार पड़े जदि आपण +2 करछंती। एवं देखंतु जदि आपण डिग्री करछंती डिग्री मार्क सर्टिफिकेट दरकार हबो। एवं या पर देखंतु जदि आपण एजुकेटर पे अप्लाई करछंती ताले आपनको कंप्यूटर सर्टिफिकेट आवश्यक पड़िबो। एवं आपण जदि योगा टीचर अप्लाई करछंती ता भी कंप्यूटर सर्टिफिकेट दरकार पड़िबो। देखंतु ग्रेजुएशन रो कंप्यूटर सर्टिफिकेट आपनकर दरकार पड़िबो। एई सब आपनकर फोटो जेरॉक्स कॉपी दरकार पड़िबो एवं आपनकर पासपोर्ट फोटो दरकार पड़िबो। या पर देखंतु एप्लिकेशन मोड संपर्क रे देखंतु एई वैकेंसी के आपण स्पीड पोस्ट एवं रजिस्ट्रेशन पोस्ट माध्यम अप्लाई करबा को पड़िबो जाकि ऑफलाइन प्रोसेस रोची। आपण निजे बाय हैंड द्वारा भी मध्य आपण निजे जाई करी फॉर्म सब फिलअप कर आपण देई परिबे। नचेत आपण स्पीड पोस्ट एवं रजिस्ट्रेशन पोस्ट माध्यम रे सेंड करि परिबे। देखंतु एड्रेस टी रोची सेक्रेटरी स्वामी विचित्रानंद कल्याण आश्रम एट रोची दागरपड़ा पोस्ट रोची चांदनी छक और पीएस रोची लालबाग और डिस्ट्रिक्ट रोची कटक पिन कोड टी रोची 753002। एई एड्रेस रे आपण रजिस्ट्रेशन पोस्ट एवं स्पीड पोस्ट माध्यम सेंड करि परिबे। नचेत आपण बाय हैंड द्वारा भी मध्य आपण निजे जाइकिना आपण अप्लाई करि परिबे। एवं देखंतु आवेदन ऑलरेडी स्टार्ट हो सारी। आवेदन लास्ट डेट रोची 16/12/2024 आवेदन लास्ट डेट रोची। तो मन रहा तो आपन जदि ये जॉब रे इंटरेस्टिंग अच्छो ताले एबे ही आपण अप्लाई करंतु। अप्लाई लास्ट डेट रोची 16/12/2024 अप्लाई लास्ट डेट रोची। तो मन रहा तेणु मु आशा करछि आपण मानको वीडियो को भल लागिथिबो ताले वीडियो को गुटे आपण लाइक करिवे एवं ता सहित चैनल को मध्य आपण सब्सक्राइब करि नेबे।